ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ଉଠାଇ ଆଣିଲା ବୀରମହାରାଜପୁର ପୋଲିସ। ଥାନାରେ ଉତ୍ତେଜନା। ସୂଚନା ଅନୁସାରେ ବିଶିପଡ଼ାରେ ଆନନ୍ଦପୁର କୁଇବାହାଲ ଗ୍ରାମର ନୀତିଶ କୁମାର ଷାଣ୍ଢଙ୍କୁ କିଛି ବିଜେଡିର କର୍ମକର୍ତ୍ତାମାନେ ମାଡ଼ ମାରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା। ତେବେ ଅଭିଯୋଗ ପତ୍ରରେ ଅଶୋକ ନନ୍ଦ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ 10ରୁ 15 ଜଣ ବ୍ୟକ୍ତି ନୀତିଶକୁ ମାଡ଼ ମାରିଥିବା ଉଲ୍ଲେଖ ରହିଛି। ଏହି ଘଟଣାକୁ ନେଇ ଆଜି ସନ୍ଧ୍ୟା ପ୍ରାୟ 7ଟା ସମୟରେ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ପୋଲିସ ଉଠାଇ ଆଣିଥିଲା। ଖବର ପାଇ ଉପାଧ୍ୟକ୍ଷଙ୍କ ସମର୍ଥକମାନେ ଥାନାରେ ପହଞ୍ଚିଥିଲେ। ସେଠାରେ ଉତ୍ତେଜନା ଦେଖାଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଲୁହାଙ୍କ ଭାଇଙ୍କୁ ମଧ୍ୟ ନୀତିଶ ଏବଂ ସାନନ୍ଦ ମେହେର ବନ୍ଧୁକ ଦେଖାଇ ମାଡ଼ ମାରି ସୁନା ଚେନ୍ ଏବଂ ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ। ଏଣୁ ବ୍ଲକ ଉପାଧ୍ୟକ୍ଷଙ୍କ ସମର୍ଥକମାନେ ସାନନ୍ଦ ମେହେରକୁ ଗିରଫ ଦାବି କରିଛନ୍ତି। आपको भी